মিঠা নাম অতি প্রিয় নাম যিশু নাম মধু নাম মিঠা নাম অতি প্রিয় নাম যিশুଙ୍କ নাম পাপ শাপ করে দূর যিশুଙ୍କ নাম ସବୁ ଭୟ করে ଦୂର ମୋ ଯୀଶୁ ନାମ। প্রিয় শ্রোতা বন্ধু, প্রভু শ্রীখ্ରୀষ্টଙ୍କ ସର୍ବୋଚ୍ଚ ନାମରେ ଆପଣଙ୍କୁ ଶୁଭେଚ୍ଛା। ଜହନ ଲିଖିତ ସୁସମାଚାର 3 ଅଧ୍ୟାୟରେ ଆମେ ପ୍ରଭୁ ଖ୍ରୀଷ୍ଟ ଓ ନିକୋଦିମ ନାମକ ଜଣେ ଜିହୁଦୀ ନେତାଙ୍କ ମଧ୍ୟରେ କଥୋପକଥନ ଦେଖିପାରୁ। ଏହି କଥୋପକଥନରେ ନିକୋଦିମ ପ୍ରଭୁ ଯୀଶୁଙ୍କୁ କହନ୍ତି, ଆପଣ ଯେ ଈଶ୍ୱରଙ୍କ ଠାରୁ ଆଗତ ଏହା ଆମ୍ଭେମାନେ ଜାଣୁ। ଆପଣ ଈଶ୍ୱରଙ୍କ ଠାରୁ ଆସିଥିବାରୁ ଏହିପରି ଆଶ୍ଚର୍ଯ୍ୟ କର୍ମ କରୁଅଛନ୍ତି। ନିକୋଦିମଙ୍କ ସହିତ କଥାବାର୍ତ୍ତା କରୁ କରୁ ତାଙ୍କ ମନରେ ବିଭିନ୍ନ ଭ୍ରମ ଧାରଣା ସବୁ ଯାହା ଥିଲା, ଅର୍ଥାତ୍ ଜୀବନ ସମ୍ବନ୍ଧରେ, ନୂତନ ଜନ୍ମ, ଈଶ୍ୱରଙ୍କ ସହିତ ମିଳନ ହେବା ସମ୍ବନ୍ଧରେ ତଥା ସ୍ୱର୍ଗରେ ପ୍ରବେଶ କରିବା ସମସ୍ତ ସମ୍ବନ୍ଧରେ ବିଭିନ୍ନ ଭ୍ରମ ଧାରଣାକୁ ପ୍ରଭୁ ଯୀଶୁ ଖଣ୍ଡନ କଲେ ତଥା ତାଙ୍କୁ ଏକ ନୂତନ ଶିକ୍ଷା ପ୍ରଦାନ କଲେ। ଏଥିମଧ୍ୟରେ ପ୍ରଭୁ ଯୀଶୁ ନିଜ ସମ୍ବନ୍ଧୀୟ ସାକ୍ଷ୍ୟ ତାଙ୍କୁ ପ୍ରଦାନ କଲେ। ପ୍ରଭୁ ଯୀଶୁଙ୍କୁ ଚିହ୍ନିବା ନିମନ୍ତେ, ଜାଣିବା ନିମନ୍ତେ ଏହି ସାକ୍ଷ୍ୟ ଆମ ନିମନ୍ତେ ମଧ୍ୟ ଅତି ଗୁରୁତ୍ୱପୂର୍ଣ୍ଣ ଅଟେ। 12 ପଦରେ ପ୍ରଭୁ ଶ୍ରୀଖ୍ରୀଷ୍ଟ କହିଲେ, ମୁଁ ତୁମ୍ଭମାନଙ୍କୁ ପାର୍ଥିବ ବିଷୟ କହିଲେ ଯଦି ତୁମେମାନେ ବିଶ୍ୱାସ ନ କର, ତେବେ ତୁମମାନଙ୍କୁ ସ୍ୱର୍ଗୀୟ ବିଷୟ କହିଲେ କିପରି ବିଶ୍ୱାସ କରିବ? ତାପରେ 13 ପଦରେ କହନ୍ତି, ଆଉ ଯେଉଁ ମନୁଷ୍ୟ ପୁତ୍ର ସ୍ୱର୍ଗରୁ ଅବତରଣ କଲେ ତାହାଙ୍କ ବିନା ଆଉ କେହି ସ୍ୱର୍ଗାରୋହଣ କରିନାହିଁ। ନିକୋଦିମଙ୍କ ଠାରେ ଯେଉଁ ବିଶ୍ୱାସ ଥିଲା ତାହା ସମ୍ପୂର୍ଣ୍ଣ ନଥିଲା। ସେ କହିଲେ, ଆପଣ ଈଶ୍ୱରଙ୍କ ଠାରୁ ଆଗତ। ଏହି କଥାକୁ ପ୍ରଭୁ ଯୀଶୁ ଗ୍ରହଣ କଲେ ଏବଂ 13 ପଦରେ ସେ କହିଲେ, ଯେଉଁ ସ୍ୱର୍ଗସ୍ଥିତ ମନୁଷ୍ୟ ପୁତ୍ର ସ୍ୱର୍ଗରୁ ଅବତରଣ କଲେ ତାହାଙ୍କ ବିନା ଆଉ କେହି ସ୍ୱର୍ଗାରୋହଣ କରିନାହିଁ। ସେ ନିଜ ବିଷୟରେ କହିଲେ ଯେ ମୁଁ ସ୍ୱର୍ଗରୁ ଅବତରଣ କରିଅଛି। ଏହାପରେ 15 ପଦରେ ସେ କହନ୍ତି, ଯେପରି ଯିଏ କେହି ତାହାଙ୍କଠାରେ ବିଶ୍ୱାସ କରେ ସେ ଅନନ୍ତ ଜୀବନ ପ୍ରାପ୍ତ ହୁଏ। ପ୍ରଭୁ ଶ୍ରୀଖ୍ରୀଷ୍ଟ ସ୍ୱର୍ଗରୁ ଅବତରଣ କଲେ, ଯେପରି ଯିଏ କେହି ତାଙ୍କଠାରେ ବିଶ୍ୱାସ କରେ ସେ ଅନନ୍ତ ଜୀବନ ପ୍ରାପ୍ତ ହୁଏ। ସ୍ୱର୍ଗରୁ ଅବତରଣକାରୀ ସେହି ଈଶ୍ୱରଙ୍କ ପୁତ୍ର ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କୁ ଜ୍ଞାତ ହେବା ନିମନ୍ତେ ଈଶ୍ୱର ମୋତେ ଏବଂ ଆପଣଙ୍କୁ ସାହାଯ୍ୟ କରନ୍ତୁ। ଧନ୍ୟବାଦ।